ଆଜିର ଏ ଗୁରୁ ଦିବସ ଅବସରରେ ମୋର ଅଗଣିତ ଛାତ୍ରଛାତ୍ରୀ କୁନି କୁନି ନୂଆ ଛାତ୍ରଛାତ୍ରୀ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ପିଲାମାନେ ଦୀର୍ଘ ବର୍ଷର ଶିକ୍ଷକତା, ସେହି ଶିକ୍ଷକତା ମଧ୍ୟରେ ଅନେକ କିଛି ମୁଁ ଅଙ୍ଗେ ନିଭେଇଛି। ଆଜିର ଏ ଗୁରୁ ଦିବସରେ ମୁଁ ପିଲାମାନଙ୍କୁ ହାତ ଯୋଡ଼ି ନିବେଦନ କରିବି, ମୋର କୁନି କୁନି ପିଲାମାନେ, ଛାତ୍ରଛାତ୍ରୀ ସମସ୍ତେ ଏ ଯେଉଁ ଗୁରୁ ଦିବସ ପାଳନ କରୁଛନ୍ତି ପିଲାମାନେ ଗୋଟିଏ ଛୋଟିଆ ଗପ ମାଧ୍ୟମରେ ସୁନ୍ଦର କାହାଣୀଟିଏ ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ। ଦେଖନ୍ତୁ ପିଲାମାନେ, ଅତୀତରେ ଶିଷ୍ୟମାନେ କିପରି ଗୁରୁଙ୍କର ବାଣୀକୁ, କଥାକୁ ଅକାଟ୍ୟ ବେଦବାକ୍ୟ ପରି ମନେକରି ନିଜ ଜୀବନକୁ କୁସୁମିତ କରୁଥିଲେ, ସେ ସମ୍ବନ୍ଧରେ ଗୋଟେ ଗପଟିଏ କହୁଛି। ପିଲାମାନେ ଗପଟିକୁ ଶୁଣନ୍ତୁ। ଗପଟି କେମିତି ଲାଗିବ ଆପଣମାନେ ମୋତେ କମେଣ୍ଟ ସେକ୍ସନରେ ଜଣାଇବେ। ପିଲାମାନେ କହୁଛି, ପିଲାମାନେ ଅନେକ ବର୍ଷ ତଳର କଥାଟିଏ। ସେତେବେଳକୁ ଏମିତି ସ୍କୁଲ, କଲେଜ, ବିଦ୍ୟାଳୟ ମାନ ନଥିଲା। ଛାତ୍ରଛାତ୍ରୀମାନେ ସମସ୍ତେ ଗୁରୁଙ୍କ ଆଶ୍ରମରେ ରହି ଜଙ୍ଗଲରେ ନିଜର ଶିକ୍ଷା ସମାପନ ପରେ ଆସନ୍ତି। ଆସିବା ପୂର୍ବରୁ ଗୁରୁଙ୍କର କିଛି ଉପଦେଶକୁ ମଧ୍ୟ ସେମାନେ କାର୍ଯ୍ୟରେ ପରିଣତ କରି ଦେଖାନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଘରକୁ, ସ୍ୱଗୃହକୁ ପୁଣି ଫେରି ଆସନ୍ତି। ସେଇଭଳି ଗପଟିଏ। ଅନେକ ଦିନର କଥା। ଜଣେ ଗୁରୁ ଥିଲେ, ତାଙ୍କ ନିକଟରେ ଅନେକ ଶିଷ୍ୟମାନେ ଶିକ୍ଷା ଲାଭ କରୁଥିଲେ। ବିଶେଷ କରି ଗୁରୁ ଚିକିତ୍ସା ବିଜ୍ଞାନ ସମ୍ବନ୍ଧରେ ନିଜର ଅଭିଜ୍ଞତାକୁ, ନିଜର ପାରଦର୍ଶିତାକୁ ଶିଷ୍ୟମାନଙ୍କ ନିକଟରେ ଉପସ୍ଥାପନ କରନ୍ତି ଏବଂ ତାକୁ କାର୍ଯ୍ୟରେ ଲଗାଇ ପ୍ରତ୍ୟେକ ଶିଷ୍ୟମାନଙ୍କୁ ଗୋଟିଏ ଗୋଟିଏ ଚିକିତ୍ସକ, ମାନେ ଉତ୍ତମ ଚିକିତ୍ସକରେ ପରିଣତ କରି ଛାଡ଼ନ୍ତି। ଏକଦା ସେହି ଗୁରୁଙ୍କ ନିକଟରେ 2 ଜଣ ଶିଷ୍ୟ ଥିଲେ। ଅନେକ ଶିଷ୍ୟ ଥିଲେ। ସେ ଶିଷ୍ୟମାନଙ୍କ ମଧ୍ୟରୁ ଏଇ 2 ଜଣ ଶିଷ୍ୟ ଅତୀବ ପ୍ରିୟ ଭାଜନ ହୋଇପାରିଥିଲେ। ଜଣେ ହେଉଛନ୍ତି ରମାପାଦ, ଆଉ ଜଣେ ହେଉଛନ୍ତି ଗୁରୁପାଦ। ଗପଟି ଶୁଣନ୍ତୁ ପିଲାମାନେ। ରମାପାଦ ଆଉ ଗୁରୁପାଦ ଏଇ 2 ଜଣ ଶିଷ୍ୟ ଗୁରୁଙ୍କର ଅତୀବ ପ୍ରିୟତମ ଛାତ୍ର ଥିଲେ। ଏହି ଛାତ୍ରମାନଙ୍କ ମଧ୍ୟରୁ କେହି କାହାକୁ ବଳି ଯାଉନଥିଲେ। ଗୁରୁଙ୍କ ଦୃଷ୍ଟିରେ ଏମାନଙ୍କ ମଧ୍ୟରୁ କିଏ କାହାଠାରୁ ଅଲଗା ନଥିଲେ। ବହୁତ ସୁନ୍ଦର ଶିକ୍ଷା ଲାଭ କରିଛନ୍ତି। ତଥାପି ଗୁରୁ ବେଳେବେଳେ ଅନୁଭବ କରନ୍ତି, ରମାପାଦ ଯେମିତି କିଛି ଭୁଲି ଯାଇଛନ୍ତି, କାମରେ ଲଗାଉନାହାନ୍ତି ତାଙ୍କର ବାଣୀକୁ। ଏଣୁ ଗୁରୁ ଠିକ୍ କଲେ କିଛି ନୀତିବାକ୍ୟ, କିଛି ଉପଦେଶ ମାଧ୍ୟମରେ ରମାପାଦଙ୍କୁ କିଛି ବୁଝାଇବେ। ଠିକ୍ ଅଛି। କିଛି ଦିନ ପରେ ଯେତେବେଳେ ଗୁରୁପାଦ, ରମାପାଦ ସେମାନଙ୍କର ଶିକ୍ଷା ସମାପନ କଲେ, ମେଲାଣି ମାଗିଲେ, ଗୁରୁଦେବ ଆମେ ବର୍ତ୍ତମାନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିବୁ। ଆମକୁ ଆପଣ ଆଦେଶ କରନ୍ତୁ, ଆମ ଜୀବନରେ ଆମେ କ'ଣ, କେଉଁ ନୀତିକୁ ଅବଲମ୍ବନ କରିବୁ। ଜଣେ ଜଣେ ସୁଚିକିତ୍ସକ, ଉତ୍ତମ ଚିକିତ୍ସକ ହେବୁ। ସେହି ପାଠ୍ୟକ୍ରମ ସବୁ ଆପଣଙ୍କ ଠାରୁ ଆମେ ଶିଖିଛୁ, ତାହାକୁ ଆମେ କଣ୍ଠସ୍ଥ କରିଛୁ। ଅନୁଭୂତି ମଧ୍ୟ ଅନେକ ଅଛି, କିନ୍ତୁ କିପରି ତାକୁ କାର୍ଯ୍ୟରେ ପରିଣତ କରିବୁ ସେ ସମ୍ବନ୍ଧରେ କିଛି କୁହନ୍ତୁ ଗୁରୁଦେବ। ବର୍ତ୍ତମାନ ଦେଖନ୍ତୁ ହେଇଛି କ'ଣ। ଗୁରୁଦେବ କହିଲେ, ଠିକ୍ ଅଛି, ଆପଣମାନେ ଯାଇ ନିଜ ନିଜ ଗ୍ରାମରେ ନିଜର ଚିକିତ୍ସା କାର୍ଯ୍ୟକୁ ଆରମ୍ଭ କରନ୍ତୁ। କିଛି ଦିନ ପରେ ନିଶ୍ଚିତ ଭାବରେ ତୁମେ ଆସିବ, ସେଦିନ ତୁମକୁ ମୁଁ ମୋର ଉପଦେଶ ଶୁଣାଇବି। ଠିକ୍ ଅଛି। ରମାପାଦ, ଗୁରୁପାଦ ବର୍ତ୍ତମାନ ଫେରି ଯାଇଛନ୍ତି ନିଜ ଗ୍ରାମକୁ। ସେଠାରେ ସେମାନେ ନିଜର ଚିକିତ୍ସା କାର୍ଯ୍ୟ ଆରମ୍ଭ କରି ବହୁତ ସୁନାମ ଅର୍ଜନ କରିଛନ୍ତି। ଦିନେ ମନେ ପଡ଼ିଲା ଗୁରୁଙ୍କର ବାକ୍ୟ ଯେ
କହିଛନ୍ତି ଗୁରୁଦେବ ଅତି ଶୀଘ୍ର ତୁମେ ମୋ ନିକଟକୁ ଆସିବ, ତୁମକୁ ମୋର ଶେଷ ଉପଦେଶ ଶୁଣାଇବି। ରମାପାଦ ଆସିଲେ। ରମାପାଦ ଯେତେବେଳେ ଆସିଲେ, ରମାପାଦଙ୍କୁ ଗୁରୁଦେବ କହିଲେ, ଆଚ୍ଛା ରମାପାଦ, ତୁମକୁ ମୋର ଗୋଟିଏ ଆଜ୍ଞା ଅଛି, ମାନିବ ତୁମେ? ରମାପାଦ ଭୂମିଷ୍ଠ ପ୍ରଣାମ ଜଣାଇ କହିଲେ, ହେ ଗୁରୁଦେବ, ଏପରି କୁହନ୍ତୁ ନାହିଁ ପ୍ରଭୁ। ମୁଁ କେବେ ଆପଣଙ୍କର ଆଦେଶକୁ ଅମାନ୍ୟ କରିଛି କି ଆଜି ଆପଣ କହୁଛନ୍ତି? କୁହନ୍ତୁ ଗୁରୁଦେବ, ଆପଣ ଯାହା କହିବେ ମୁଁ ତାହାକୁ ପାଳନ କରିବି ହିଁ କରିବି। ବର୍ତ୍ତମାନ ଗୁରୁଦେବ କହିଲେ, ଠିକ୍ ଅଛି ରମାପାଦ, ତୁମର ଯେଉଁ ବନ୍ଧୁ ଥିଲେ, ମୋ ଠାରେ ଯେଉଁ ବିଦ୍ୟା ଶିକ୍ଷା ଲାଭ କରିଛନ୍ତି, ବର୍ତ୍ତମାନ ସେ ଅଛନ୍ତି ଉରୁବିଲ୍ଲୋ ନାମକ ଗ୍ରାମରେ। ତୁମେ ଏଠାରୁ ଉରୁବିଲ୍ଲୋ ଯିବାକୁ ପଡ଼ିବ, କିନ୍ତୁ ମୋର ଗୋଟିଏ ଆଦେଶକୁ ମାନିବ। ଏହା ମୋର ଆଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ ବତ୍ସ। ରମାପାଦ କହିଲେ, କୁହନ୍ତୁ ଗୁରୁଦେବ। ଗୁରୁଦେବ ବର୍ତ୍ତମାନ କହିଲେ, ଦେଖ ରମାପାଦ, ତୁମେ ଯଦି ଯିବ କୌଣସି ଘୋଡ଼ା ଗାଡ଼ିରେ କିମ୍ବା କୌଣସି ଘୋଡ଼ାରେ ବସି ଯିବ ନାହିଁ। ଯିବା ପାଇଁ ହୁଏତ ତୁମକୁ 1 ବର୍ଷରୁ ଅଧିକ ସମୟ ଲାଗିବ। ଯାଇପାରିବ ଉରୁବିଲ୍ଲୋ ଏଠାରୁ କୋଷ କୋଷ ଅନେକ କୋଷ ଦୂରରେ ଅବସ୍ଥିତ। ଯାଇପାରିବ ତୁମେ? ରମାପାଦ କହିଲେ, ହେ ପ୍ରଭୁ, ହେ ଗୁରୁଦେବ, ଆପଣଙ୍କର ଆଦେଶ ଅକାଟ୍ୟ। ମୁଁ ଆପଣଙ୍କର ଆଦେଶକୁ କେବେ ଅମାନ୍ୟ କରିନାହିଁ ପ୍ରଭୁ। ଯିବି, ନିଶ୍ଚିତ ଭାବରେ ଯିବି। ପୁଣି କହିଲେ ଗୁରୁଦେବ, ଠିକ୍ ଅଛି, ମୋର 3ଟି ସର୍ତ୍ତ ଅଛି, 3ଟି ଆଦେଶ ଅଛି। 1, ଯିବା ସମୟରେ ପଦବ୍ରଜରେ ଯିବ, ଚାଲି ଚାଲି ଯିବ, କୌଣସି ଯାନବାହନରେ ବସିବ ନାହିଁ, ଚାଲି ଚାଲି ଯିବ। କିନ୍ତୁ ପ୍ରତିଦିନ ସୂର୍ଯ୍ୟାସ୍ତ ପୂର୍ବରୁ ତୁମେ ଯେଉଁ ଗ୍ରାମରେ ଆଶ୍ରୟ ନେବ, ସେହି ଗ୍ରାମରେ ତୁମେ ଖୋଜିବ କେଉଁଠାରେ ତେନ୍ତୁଳି ଗଛ ଅଛି। ତେନ୍ତୁଳି ଗଛ ଖୋଜି ଖୋଜି ତୁମେ ଯାଇ ସେଠାରେ ପହଞ୍ଚିବ। ସାଥିରେ ନେଇଥିବା ତୁମେ ଯେଉଁ ଚାଉଳ ନେଇଥିବ ବା ଖାଦ୍ୟ ସାମଗ୍ରୀ ନେଇଥିବ, ତୁମେ ସେଟା ରଖିବ। ତେନ୍ତୁଳି ଗଛରେ ଚଢ଼ି କିଛି ପତ୍ର ତୋଳିବ, ସେହି ପତ୍ରକୁ ଶେଯରେ ପାରି ତାପରେ ରାତିରେ ଶୋଇବ। ଡାଳ 2 ଖଣ୍ଡ ଭାଙ୍ଗିଥିବ, ତାକୁ ତୁମେ ବିଞ୍ଚି ହେବ ଦେହରେ, କାଳେ ମଶା ମାଛି ତୁମକୁ କାମୁଡ଼ି ଅତିଷ୍ଠ କରିବେ। ମଶା ମାଛିଙ୍କ ଦାଉରୁ ରକ୍ଷା ପାଇବା ପାଇଁ ତୁମେ ତେନ୍ତୁଳି ଡାଳରେ ନିଜକୁ ବିଞ୍ଚିବ। ଭାତ ରାନ୍ଧିବା ପରେ ଖାଇବ କ'ଣ? ସେହି ତଣ୍ଡୁଳକୁ ତୁମେ ତେନ୍ତୁଳି କିମ୍ବା ତେନ୍ତୁଳି ପତ୍ରକୁ ସିଝାଇ ତାକୁ ତୁମେ ଭୋଜନ ରୂପେ ଗ୍ରହଣ କରିବ। ଯେଉଁଦିନ ତୁମେ ତୁମର ବନ୍ଧୁ ଗୁରୁପାଦଙ୍କ ନିକଟରେ ପହଞ୍ଚିବ, ଫେରିବା ରାସ୍ତା ତୁମକୁ ସେ ବତାଇବେ। ରମାପାଦ ଆଶ୍ଚର୍ଯ୍ୟ ହେଲେ, କହିଲେ, ପ୍ରଭୁ, ଏହା କି ପ୍ରକାର ଆଦେଶ? ଏହି ଆଦେଶକୁ ମୁଁ ମାନିବି ହିଁ ମାନିବି। ଏଥିରେ ତ କିଛି କଷ୍ଟ ମୁଁ ଅନୁଭବ କରିବି ନାହିଁ। ମୁଁ ଯିବି, ତେନ୍ତୁଳି ଗଛ ମୂଳେ ଶୋଇବି, ତେନ୍ତୁଳି ପତ୍ରକୁ ଦୁହିଁ ତାର ଯେଉଁ ଶେଯ ତିଆରି କରିବି, ସେ ଶେଯରେ ଶୋଇବି ଏବଂ ତେନ୍ତୁଳି ପତ୍ରକୁ ସିଝାଇ ମୁଁ ଯେଉଁ ରାନ୍ଧିଥିବି ଖାଦ୍ୟ, ସେ ଅନ୍ନକୁ ଭକ୍ଷଣ କରିବି। ପ୍ରଭୁ, ମୋତେ ବିଦାୟ ଦିଅନ୍ତୁ। ଗୁରୁଦେବ କହିଲେ, ଠିକ୍ ଅଛି ପୁତ୍ର, ତୁମେ ଯାଅ। ଆରମ୍ଭ କଲେ ବର୍ତ୍ତମାନ ରମାପାଦ ବର୍ତ୍ତମାନ ଆରମ୍ଭ କଲେ ଗୁରୁପାଦଙ୍କ ନିକଟକୁ ଯାତ୍ରା। ଅନେକ ରାସ୍ତା, 1 ବର୍ଷରୁ ଅଧିକ ହେବ ବୋଲି ଯାତ୍ରା ଗୁରୁଦେବ ଆଗରୁ ହିଁ କହିସାରିଛନ୍ତି। ବର୍ତ୍ତମାନ ଚାଲିଲେ ରମାପାଦ। ପ୍ରତିଦିନ ଯିବା ସମୟରେ ଦେଖିଲେ ଯେଉଁଠାରେ ସୂର୍ଯ୍ୟାସ୍ତ ହୁଏ, ସେଇଠାରେ ହିଁ, ସେହି ଗ୍ରାମ ନିକଟରେ ହିଁ ସେ ରହିଯାଆନ୍ତି। ଖୋଜନ୍ତି କେଉଁଠାରେ ତେନ୍ତୁଳି ଗଛ ଅଛି, ତେନ୍ତୁଳି ଗଛ ତଳେ ଶୁଅନ୍ତି ଏବଂ ତେନ୍ତୁଳି ପତ୍ରକୁ ସିଝାଇ ବା ତେନ୍ତୁଳି ଯଦି ଫଳିଥିବ, ତେନ୍ତୁଳିକୁ ରାନ୍ଧି ତାକୁ ଖାଆନ୍ତି। ଏହିପରି ଦିନ ପରେ ଦିନ ବିତି ଯାଇଛି। କିନ୍ତୁ ଏକ ଅଦ୍ଭୁତ କଥା ଘଟିବାର ଲାଗିଛି ବର୍ତ୍ତମାନ ରମାପାଦଙ୍କ ନିକଟରେ। ରମାପାଦ ଅନୁଭବ କଲେ ଇତିମଧ୍ୟରେ 5ରୁ 6 ମାସ ମାନେ ଅଧବର୍ଷ ବିତିଗଲାଣି।
ଆହୁରି ଅଛି 7 ରୁ 8 ମାସ ବନ୍ଧୁଙ୍କ ନିକଟରେ ପହଞ୍ଚିବା ପାଇଁ, ଉରୁବିଲ୍ଲୁରେ ପହଞ୍ଚିବା ପାଇଁ, ମାନେ ଗୁରୁପାଦଙ୍କ ନିକଟରେ ପହଞ୍ଚିବା ପାଇଁ ଆହୁରି 8 ମାସ ଖଣ୍ଡେ ଲାଗିବ। ଇତିମଧ୍ୟରେ ଏକ ଅଦ୍ଭୁତ ଘଟଣା ଘଟିବାର ଲାଗିଛି ବର୍ତ୍ତମାନ ରମାପାଦଙ୍କ ନିକଟରେ। ରମାପାଦ ଅନୁଭବ କରୁଛନ୍ତି ଯେ ତାଙ୍କର ବୟସ 25 ରୁ 26 ହେବ। ଏହି ନବଯୌବନ ସମୟରେ ହଠାତ୍ ସେ ଅନୁଭବ କରୁଛନ୍ତି ବାର୍ଦ୍ଧକ୍ୟ। ହାତ ଓ ପାଦର ଚର୍ମ ଆସ୍ତେ ଆସ୍ତେ ଲଳିତ ହୋଇ ଉଠୁଛି। ହାତ ଓ ପାଦର ଚର୍ମ ଆସ୍ତେ ଆସ୍ତେ କୁଞ୍ଚିତ ହୋଇ ଉଠୁଛି। ହାତ ଓ ପାଦର ଚର୍ମ ଆସ୍ତେ ଆସ୍ତେ ଏକ ତମ୍ବାଳିଆ ରଙ୍ଗ ଧାରଣ କରୁଛି। ମନରେ ଆଉ ଶିହରଣ ନାହିଁ। ସେ ଯୌବନର ଯେଉଁ ତେଜଦୀପ୍ତ ଉଦ୍ଦୀପନା ତାହା ନାହିଁ। ଆସ୍ତେ ଆସ୍ତେ ଦେହ ମଳିନ ପଡ଼ୁଛି, ମଳିନ ପଡ଼ି ଆସୁଛି। ଆସ୍ତେ ଆସ୍ତେ ଦେହର ସମସ୍ତ ରଙ୍ଗ ଆସ୍ତେ ଆସ୍ତେ ମଳିନ ପଡ଼ୁଛି। ମନରେ ଆନନ୍ଦତା ନାହିଁ। ଦେହ ଭୀଷଣ ରୂପେ କୁଣ୍ଡାଇ ହେଉଛି। ଦେହରେ ଆଖିରେ ବିଭିନ୍ନ ପ୍ରକାର ଯନ୍ତ୍ରଣା ଅନୁଭବ କରୁଛନ୍ତି। କିଛି ଦିନ ପରେ ରମାପାଦ ଅନୁଭବ କଲେ, ଏ କି ତୀବ୍ର ଜ୍ୱାଳା! ଆଉ ସେ ସମ୍ଭାଳି ପାରୁନାହାନ୍ତି। ହାତରେ ଗୋଡ଼ରେ ପ୍ରତ୍ୟେକ ସ୍ଥାନରେ ଚର୍ମ ରୋଗର ବିଚର୍ଚିକା ସଦୃଶ ରୋଗ ଆକ୍ରମଣ କରିଛି ତାଙ୍କୁ। ତଥାପି ଗୁରୁବାକ୍ୟ ଅକାଟ୍ୟ, ଯିବାକୁ ପଡ଼ିବ ହିଁ ପଡ଼ିବ। ବାଟରେ ସେ କେଉଁଠାରେ ରହିବେ ନାହିଁ। କୌଣସି ଯାନବାହନରେ ଚଢ଼ି ସେ ରାସ୍ତା ଅତିକ୍ରମ କରିବେ ନାହିଁ। ଚାଲିବାକୁ ପଡ଼ିବ ହିଁ ପଡ଼ିବ। ତେନ୍ତୁଳି ଗଛ ମୂଳେ ଆଶ୍ରୟ ନେବେ। ରାତିରେ ତେନ୍ତୁଳି ଗଛର ପତ୍ରକୁ ଦୁହିଁ ଏକ ଶେଜ ତିଆରି କରିବେ। ତାରି ଉପରେ ଶୋଇବେ। ତେନ୍ତୁଳି ଡାଳରେ ବିଞ୍ଚି ହେବେ ଏବଂ ତେନ୍ତୁଳି ପତ୍ରକୁ ସିଝାଇ ଯେଉଁ ଅନ୍ନ ସେ ପ୍ରସ୍ତୁତ କରିବେ ତାକୁ ସେ ଖାଇବେ। ଅନ୍ନ ସାଥିରେ ତେନ୍ତୁଳି ରସ ବା ତେନ୍ତୁଳି ପତ୍ରକୁ ସିଝାଇ ସାକାର ନ କରି ଖାଇବେ। ଏହାକୁ ପାଳନ କରିବାକୁ ପଡ଼ିବ। ଗୁରୁବାକ୍ୟ ଅକାଟ୍ୟ, ନହେଲେ ସେ ଅଭିଶପ୍ତ ହେବେ। ଠିକ୍ ଅଛି। ରମାପାଦ କିନ୍ତୁ ପ୍ରତିଦିନ ଅନୁଭବ କରୁଥିଲେ ଯେ ମୋତେ ଏକ ଅଦ୍ଭୁତ ରୋଗ ଆକ୍ରମଣ କରିଛି। ଏହା ନିଶ୍ଚିତ ଭାବରେ କୁଷ୍ଠରୋଗ ହେବ। ମୁଁ ବର୍ତ୍ତମାନ କୁଷ୍ଠରୋଗ ଆକ୍ରାନ୍ତ। ଆରେ ଆମ ବଂଶରେ ତ କେହି କୁଷ୍ଠରୋଗୀ ନଥିଲେ। ଶୁଣିଛି ଗୁରୁଦେବଙ୍କ ଠାରୁ କୁଷ୍ଠରୋଗ ବଂଶାନୁକ୍ରମିକ ଏକ ରୋଗ ଅଟେ। ବଂଶରେ ଯଦି କେହି କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିବେ ତାହେଲେ ସାଧାରଣତଃ ତାଙ୍କର ବଂଶଧରମାନଙ୍କୁ କୁଷ୍ଠରୋଗ ହୋଇଥାଏ। ମୋ ବଂଶରେ କେହି କୁଷ୍ଠରୋଗୀ ନଥିଲେ। ମୁଁ ଭଲରେ ଜାଣିଛି କାହିଁକି ମୋତେ ରୋଗ ଆକ୍ରମଣ କରିଛି, କିନ୍ତୁ ଉପାୟ ଖୋଜି ପାଇପାରିଲେ ନାହିଁ। ପିଲାମାନେ ଏବେ ଯେମିତି ଟେଲିଫୋନ୍ ଅଛି, ମୋବାଇଲ ଫୋନ୍ ଅଛି, ଆମେ ସାଙ୍ଗେ ସାଙ୍ଗେ ପଚାରୁଛେ ଡାକ୍ତରଙ୍କୁ ବା କୌଣସି ବନ୍ଧୁବାନ୍ଧବକୁ ବା କୌଣସି ଆତ୍ମପରିଜନଙ୍କୁ, ମୋତେ ଏମିତି ରୋଗ ହୋଇଛି, କ'ଣ କରିବି, କେଉଁ ଔଷଧ ଖାଇବି, କ'ଣ କେମିତି ବଞ୍ଚିବି, ସାଙ୍ଗେ ସାଙ୍ଗେ ଉତ୍ତର ମିଳୁଛି। ସେତେବେଳେ ତ ସେମିତି ନଥିଲା। କିନ୍ତୁ ଯେଉଁ ଚିକିତ୍ସା ବିଜ୍ଞାନକୁ ସେ ଅଧ୍ୟୟନ କରିଥିଲେ, ଚିକିତ୍ସା ଶାସ୍ତ୍ରକୁ ସେ ଅଧ୍ୟୟନ କରିଥିଲେ, ଗୁରୁଙ୍କ ଠାରୁ ଶିଖିଥିଲେ, ସେ କିଛି ଅନୁଭବ କଲେ ଯେ ହୁଏତ ଏଇ ତେନ୍ତୁଳି ଗଛର ପ୍ରଭାବରୁ ବୋଧେ ତାଙ୍କୁ ବିଚର୍ଚିକା ସଦୃଶ ଚର୍ମ ରୋଗରେ ବର୍ତ୍ତମାନ ସେ ଆକ୍ରାନ୍ତ ହେବାକୁ ଯାଉଛନ୍ତି। ତଥାପି ଗୁରୁବାକ୍ୟ ଅକାଟ୍ୟ, ଆଉ କିଛି କହିଲେ ନାହିଁ। ସେ କହିଲେ ଠିକ୍ ଅଛି, ଗୁରୁଦେବଙ୍କର ଆଦେଶ ଅକାଟ୍ୟ, ମୁଁ ମାନିବି ହିଁ ମାନିବି। ଏଠାରେ ଗୋଟିଏ କଥା ମୁଁ ଆପଣମାନଙ୍କୁ କହୁଛି ଯେ ଦେଖନ୍ତୁ, ମୂଳରୁ ମୁଁ କହି ରଖିଥିଲି ଯେତେବେଳେ 2 ଜଣ ବନ୍ଧୁ ରମାପାଦ ଗୁରୁପାଦ ଗୁରୁଙ୍କ ଠାରୁ ଶିକ୍ଷା ଅଧ୍ୟୟନ କରୁଥିଲେ, ରମାପାଦ କିଛି କଥା, ଗୁରୁଙ୍କର କିଛି କଥା ସେ ଠିକ୍ ରୂପେ କାର୍ଯ୍ୟରେ ଲଗାଉନଥିଲେ। ହୁଏତ କିଛି ଶାସ୍ତ୍ର, ସେ ଚିକିତ୍ସା ବିଜ୍ଞାନର କିଛି ଶାସ୍ତ୍ରକୁ ସେ ନିଜର ଅନୁଭୂତିକୁ ବା ଅନୁଭବର ପରିସରକୁ, ଅନୁଭୂତିର ପରିସରକୁ, ଜ୍ଞାନର ପରିସରକୁ ଆଣିନାହାନ୍ତି। ବର୍ତ୍ତମାନ ସେ ନିଜେ ବୁଝିପାରୁନାହାନ୍ତି ଯେ ମୋତେ ଏମିତି ବିଚର୍ଚିକା ରୋଗ କାହିଁକି ଆକ୍ରମଣ କରିଛି, କେଉଁ କାରଣରୁ। ମୋର ଏଇ ଯେଉଁ ଯୌବନର ତେଜଦୀପ୍ତ ଅବସ୍ଥା କାହିଁକି ଆସ୍ତେ ଆସ୍ତେ ବାର୍ଦ୍ଧକ୍ୟରେ ପରିଣତ ହେଉଛି, ମୋତେ କାହିଁକି ଅସାଧ୍ୟ ଚର୍ମରୋଗ, କୁଷ୍ଠରୋଗ ବର୍ତ୍ତମାନ ଆକ୍ରମଣ କରିଛି, ସେ ବୁଝିପାରୁନାହାନ୍ତି। କାରଣ ଠିକ୍ ରୂପେ ସେ ଗୁରୁଙ୍କର କଥାକୁ ମାନି ନାହାନ୍ତି। ଅଧ୍ୟୟନ ସମୟରେ ସେ ଅନେକ ଉପଦେଶକୁ, ଅନେକ
शास्त्र को से अध्ययन करी नाहांती बा शुणी नाहांती तेणु से वर्तमान मने पकई पार नाहांती क्यों कारणरू मते एमिति रोग ग्रास करिछि जदि ग्रास करिछि एहार प्रतिकार कौन ताकू मध्य से मने पकई पार नाहांती कारण ठीक रूपे से अध्ययन करनथले गुरुंकर कथा को से ठीक रूपे अनुभूति बा ज्ञानर परिसर को आनी नाहांती एटा मूलर मु आप गप आरंभ मु कही रमापाद गुरुंकर अनेक कथा को पाठ पढ़ाइबा समय अनेक कथा को से ठीक शुणु थे ठीक अच्छे बर्तमान देखते पिला माने हेछि कौन आस्ते 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 बर्तमान उरुबिल्लो पाखे आसलानी हुए तो 2-3 मास पर हुए तो पहुँची जीवे रमापाद उरुबिल्लो पाखे आसलानी बर्तमान से पचारुछन्ति लोक माननकु आउ एठारु उरुबिल्लो केते दूर आज्ञा ना ये पाखरे हुए तो आपन को आउ 2 मास किंबा 1.5 मास लगी पारे किंतु रमापाद को देखिले कहीं चिन्ह पारे ना 2 वर्ष तलर रमापाद को एमिति जीर्ण शीर्ण वार्धक्य पहुँच जाइछन्ति बयसर अपराह्न ना ये बयसर मध्याह्न अरे बयस तो मात्र 25-26 वर्षर युवक तुम्हें देहरे अनेक जगार क्षत कुंडे कुंडे देहर अनेक क्षत क्षत रक्तस्राव होउछि जो भयंकर जंत्रणा अनुभव कर से ताकू से अव्यक्त कंठरे ताकू केवल सही चली कही पारुना क्या करे क्या निकट कही पारुना मोर गंतव्य स्थान को मुझे जाऊँगी ऋषिवाक्य बा देववाक्य बा ये जो गुरुवाक्य अकाट्य आकु मु मानिबा को पड़िबो बोली बाटरे मु किछि जानवाहन को चढ़ी जाई परिबि नाही कही पारुनांती सी किंतु बाध्य होई मानि चली छंती वर्तमान होछि कोन देखंतु अति शीघ्र आउ मात्र अल्प दिन मध्य से पहुँचे उरुबिल्लो रे प्रकृत रे उरुबिल्लो रे जाई अल्प दिन मध्य पहुँचती जो पहुँचती से गुरुपाद तांकर अभिन्न बंधु जे थिले अतीत से गुरुपाद बसी चिकित्सा करुछन्ति लोक माननकु पहुँची गले रमापाद बंधु गुरुपाद तुम्हें मते चिन्हि पारु ना निर्निमेष नयन चाहती गुरुपाद रमापाद को अरे हे तुम्हें किए तुमको तो मुझे चिन्हि पारु ना किंतु तुमर कंठस्वर मु जानी पारुछि तुम्हें रमापाद हाँ मु रमापाद मते असाध्य कुष्ठरोग ग्रास करिछि मु वर्तमान कुष्ठरोगर असह्य जंत्रणारे मो शरीर दग्धीभूत होई मु वार्धक्य पहुँच जाई जेपरी सेपरी मोर वर्तमान अवस्था होइछि बंधु मते किछि औषध दे पारिबो कि गुरुपाद पचारे आपण कौन पे आछन एठी रमापाद कहले आज को 1.5 वर्ष तले मोर यात्रा आरंभ कली गुरुंकर आश्रम आपण कौन जानी नाहंती कि जे दिने गुरु कहिथिले आपण माने जाई आपण ग्राम रे निजर व्यवसाय आरंभ करिवे अल्प दिन भितर मो पाखु आसीबे मु आपण मोर आदेश सुनाइबी जाइथिली गुरु कहले तुम्हें जाई उरुबिल्लो रे गुरुपाद को साक्षात कर किंतु एक अद्भुत आदेश देइछन्ति कहिथिले जे तुम्हें प्रतिदिन सूर्यास्त पूर्व जो ग्राम तुम्हें आश्रय नब कौन सी बासगृह कहार बासगृह आतिथ्य ग्रहण करिवो नाही बरं खोजी खोजी ग्राम जो तेंतुली गछ अच्छी से तेंतुली गछ मूल तुम्हें शोइब तेंतुली पत्र को सिझाइब सखा उठिले तेंतुली गछर डाल रे दांत घसी पुणी से तेंतुली पत्र को भक्षण करिब अन्न साथी तेंतुली पत्र को सिझाई खाइब तेंतुली की मध्य भक्षण करिब कौन सी जान चढ़ी उरुबिल्लो जीव नाही यह थिला मोर यह थिला गुरुंकर आदेश थिला मु मानि आछि चमकी पड़िले गुरुपाद कहले अरे हे गुरुपाद मु गुरुपाद रमापाद
ଗୁରୁଙ୍କର ଆଦେଶକୁ ମାନି ଆସିଛନ୍ତି। ମୁଁ ଭୁଲି ଯାଇଥିଲି ଗୁରୁଙ୍କର ଶେଷ ଆଦେଶ ଯେ ତୁମେ ଅତି ଶୀଘ୍ର ଆସିବ ମୋ ନିକଟକୁ। କିନ୍ତୁ ଏହା ଏକ ପରୀକ୍ଷାର ବେଳ। ଗୁରୁଦେବ ବର୍ତ୍ତମାନ ମୋତେ ପରୀକ୍ଷା କରୁଛନ୍ତି ଯେ ହୁଏତ ମୋର ଚିକିତ୍ସା ବିଜ୍ଞାନ ଯେଉଁ ଶାସ୍ତ୍ର ମୁଁ ଅଧ୍ୟୟନ କରି ତାଙ୍କଠାରୁ ଫେରିଛି, ସେହି ଚିକିତ୍ସା ବିଜ୍ଞାନକୁ ମୁଁ ମୋର କାର୍ଯ୍ୟରେ ଲଗାଇବାରେ କେତେ ଦୂର ସମର୍ଥ, ସେହି ପରୀକ୍ଷାର ବେଳ ବର୍ତ୍ତମାନ ଗୁରୁଦେବଙ୍କ ଦ୍ୱାରା ହେବାକୁ ଯାଉଛି। ମୁଁ ବର୍ତ୍ତମାନ ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ସେ ଜାଣିନେଲେ ଯେ ଠିକ୍ ଅଛି, କାହିଁକି ସେ କହିଛନ୍ତି ତେନ୍ତୁଳି ଗଛ ମୋର ତୁମେ ଶୋଇବ, ତେନ୍ତୁଳି ଗଛର ପତ୍ରକୁ ସେଜ କରି ଶୋଇବ, ତାର ଡାଳକୁ ବିଞ୍ଚି ହେବ, ତାର ପତ୍ରକୁ ତୁମେ ସିଝାଇ ଅନ୍ନ ସହ ଭକ୍ଷଣ କରିବ। କାହିଁକି କହିଛନ୍ତି ଜାଣିଦେଲେ ସେ କହିଲେ ଠିକ୍ ଅଛି ଗୁରୁଦେବ, ଗୁରୁବାକ୍ୟ ଦେବବାକ୍ୟ ଅଟେ, ଏହା ଅକାଟ୍ୟ। ଠିକ୍ ଅଛି। ସେ ଗୋଟେ ଛୋଟିଆ ଫନ୍ଦି କଲେ। ଫନ୍ଦି ଅର୍ଥ କ'ଣ ମନେ ମନେ ଭାବି ଗୋଟେ ଛୋଟିଆ ମିଛଟିଏ କହିଲେ, ରମାପାଦ ମୋ ବନ୍ଧୁ, ତୁମେ ତ ଫେରିଯିବ ବର୍ତ୍ତମାନ, ଏଇ ଔଷଧ ନିଅ। ବାଟରେ ଗଲାବେଳୁ ପ୍ରତିଦିନ ତୁମେ ସକାଳେ, ଦ୍ୱିପହରେ, ସନ୍ଧ୍ୟାରେ ଏଥିରେ ଗୋଟିଏ ଗୋଟିଏ ବଟିକା ସେବନ କରିବ। କିନ୍ତୁ ବନ୍ଧୁ ମୋର ଗୋଟିଏ ଉପଦେଶ ଶୁଣନ୍ତୁ ଯେ ଅଳ୍ପ ଦିନ ତଳେ ମିଛରେ ସେ କହିଲେ, ମୁଁ ଯାଇଥିଲି ଗୁରୁଦେବଙ୍କ ନିକଟକୁ। ଗୁରୁଦେବ ମୋତେ କହିଛନ୍ତି ଯେ ଅଳ୍ପ ଦିନ ମଧ୍ୟରେ ତୁମ ନିକଟରେ ପହଞ୍ଚିବେ। କିଏ ପହଞ୍ଚିବେ? ରମାପାଦ ପହଞ୍ଚିବେ। ଆଉ ରମାପାଦ ଯେତେବେଳେ ଫେରିବେ ତୁମ ନିକଟରୁ, ରମାପାଦଙ୍କୁ ତୁମେ ମୋର ଆଦେଶ ଶୁଣାଇବ ଯେ ଆସିବା ସମୟରେ ଯେତେବେଳେ ସେ ଗୁରୁଙ୍କ ନିକଟରୁ ପ୍ରତ୍ୟାବର୍ତ୍ତନ କରିବେ, ଫେରିବା ସମୟରେ ସେ ଯେଉଁଠାରେ ସୂର୍ଯ୍ୟାସ୍ତ ହେବ, ସୂର୍ଯ୍ୟାସ୍ତ ପୂର୍ବରୁ ଯେଉଁଠାରେ ସେ ଆଶ୍ରୟ ନେବେ, ସେଠାରେ ସେ କେବଳ ଲିମ୍ବ ଗଛ ଖୋଜି ଖୋଜି ଲିମ୍ବ ଗଛ ମୂଳେ ଶୋଇବେ। ଲିମ୍ବ ପତ୍ରକୁ ସେଜ ତିଆରି କରି ତାରି ଉପରେ ଶୋଇ ସେଇ ପତ୍ରକୁ ସିଝାଇ ଖାଇବେ, ଅନ୍ନ ସହ ଭକ୍ଷଣ କରିବେ। ସେ ପତ୍ରକୁ ସକାଳୁ ଉଠିବେ, ଲିମ୍ବ ପତ୍ରରେ ଦାନ୍ତ ଘଷି ଲିମ୍ବ ଛାଲିରେ ଜୀବ ଛେଲିବେ ଏବଂ ପୁଣି ଯାତ୍ରା ଆରମ୍ଭ କରିବା ପୂର୍ବରୁ ଅନ୍ନ ସହ ଲିମ୍ବ ପତ୍ରକୁ ସିଝାଇ ଖାଇ ଆଗେଇବେ। ତୁମେ ଏଇ ଉପଦେଶକୁ, ଗୁରୁଙ୍କର ଏ ଆଦେଶକୁ ତୁମେ ମାନିବାକୁ ପଡ଼ିବ ବନ୍ଧୁ। ରମାପାଦ କହିଲେ ଠିକ୍ ଅଛି। ବିଦ୍ୟା ଅଧ୍ୟୟନ କରିବା ସମୟରେ ମୁଁ ଗୁରୁଙ୍କର ଅନେକ କଥାକୁ, ନୀତିବାକ୍ୟକୁ, ନୀତିବାଣୀକୁ ଠିକ୍ ରୂପେ ଆହରଣ କରିପାରିନଥିଲି। ଆଜି ତାର ଅସୁବିଧା ସମ୍ମୁଖୀନ ହେଉଛି। ଠିକ୍ ଅଛି, ବର୍ତ୍ତମାନ ମୁଁ ଗୁରୁଙ୍କର ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବି। ଜୀବ ଦଶାରେ ଥିବା ଯାଏ ମୁଁ ତାଙ୍କ କଥା ମାନିବି ହିଁ ମାନିବି। ଆରମ୍ଭ କଲେ ବର୍ତ୍ତମାନ ବିଦାୟ ମେଲାଣି ମାଗିଲେ ଗୁରୁପାଦଙ୍କ ଠାରୁ। ସେ ବର୍ତ୍ତମାନ ଆରମ୍ଭ କଲେ ଗୁରୁଦେବଙ୍କର ଆଶ୍ରମ ଅଭିମୁଖେ। ପୁଣି 1.5 ବର୍ଷ ଲାଗିବ ନା। ଫେରିଲେ ବର୍ତ୍ତମାନ ଫେରିବା ରାସ୍ତାରେ ପ୍ରତିଦିନ ଯେତେବେଳେ ସେ ଦେଖନ୍ତି ସୂର୍ଯ୍ୟାସ୍ତ ହେବାକୁ ଯାଉଛି, ଖୋଜନ୍ତି ସେ ନିକଟରେ କେଉଁଠି ଗାଁ ଅଛି, ସେ ଗାଁରେ ପହଞ୍ଚନ୍ତି। ସେଇ ଗ୍ରାମ ନିକଟରେ ବା ଗ୍ରାମରେ ଥିବା କୌଣସି ଲିମ୍ବ ଗଛ ମୂଳେ ଶୁଅନ୍ତି। ନିଜ ଗଣ୍ଠିଳିରୁ ବାହାର କରନ୍ତି ଚଦରକୁ ପାରି ଦିଅନ୍ତି। ଲିମ୍ବ ପତ୍ରକୁ ତୋଳି ଗୋଟେ ସେଜ ପ୍ରସ୍ତୁତ କରନ୍ତି। କିଛି ପତ୍ରକୁ ସିଝାନ୍ତି, ଅନ୍ନ ସହ ତାକୁ ରାତିରେ ଭକ୍ଷଣ କରନ୍ତି। ପୁଣି ସକାଳ ପାଇଯାଏ। ଯେତେବେଳେ ପାଇଯାଏ, ରାତି ପାଇବା ପରେ ସେ ପୁଣି ଲିମ୍ବ ଗଛର ଡାଳରେ ଦାନ୍ତ ଘଷି ଜିଭ ଛେଲି ପୁଣି ଅନ୍ନ ସେ ଲିମ୍ବ ପତ୍ରରେ ସିଝାଇ ଖାଇ ପୁଣି ଗନ୍ତବ୍ୟପତ୍ରରେ ଆଗେଇ ଚାଲନ୍ତି। ଏହିପରି କିଛି ଦିନ, ହୁଏତ 2-3 ମାସ ବିତି ଯାଇଛି। 2-3 ମାସ ମଧ୍ୟରେ ବର୍ତ୍ତମାନ ରମାପାଦ ଅନୁଭବ କରୁଛନ୍ତି ଯେ ତାଙ୍କ ଦେହର ରଙ୍ଗ, ଯେଉଁ ବିଚର୍ଚିକା କୁଷ୍ଠରୋଗାକ୍ରାନ୍ତ ଶରୀରରେ ଯେଉଁ ତମ୍ବାଳିଆ କଳା ଦାଗ ଥିଲା, ଆସ୍ତେ ଆସ୍ତେ ତାହା ତେଜୋଦୀପ୍ତ ଦୀପ୍ତିରେ ବର୍ତ୍ତମାନ ଝଲସି ଉଠୁଛି। ଏଇ ଯେଉଁ ବସନ୍ତର ମଳୟ ଦେହରେ ଅପୂର୍ବ ଶିହରଣ ସୃଷ୍ଟି କରୁଛି। ଯେପରି ସେ ନବଯୌବନ ଲାଭ କରିବାକୁ ଯାଉଛନ୍ତି। ଜୀବନକୁ ସେ
ହୃଦୟଙ୍ଗମ କରିପାରୁଛନ୍ତି ଜୀବନ କେତେ ସୁନ୍ଦର, କେତେ ଆନନ୍ଦମୟ ଜୀବନ। ବର୍ତ୍ତମାନ 4-5 ମାସ ବିତି ଯାଇଛି, ଆସ୍ତେ ଆସ୍ତେ ରମାପାଦ ଅନୁଭବ କରୁଛନ୍ତି ମୋ ଦେହରେ କି ଏକ ଅପୂର୍ବ ଶିହରଣ ମୁଁ ଅନୁଭବ କରୁଛି। ବାର୍ଦ୍ଧକ୍ୟର ଯେଉଁ ଜ୍ୱାଳା ମୁଁ ଅନୁଭବ କରୁଥିଲି ଦିନେ ମୋର ଏଇ ଯେଉଁ ଯୁବକତ୍ୱ ସମୟରେ, ଆସ୍ତେ ଆସ୍ତେ ବାର୍ଦ୍ଧକ୍ୟ ଦୂରେଇ ଯାଉଛି। ଅକାଳ ବାର୍ଦ୍ଧକ୍ୟ ଦୂରେଇ ଯାଇ ବର୍ତ୍ତମାନ ମୋତେ ନବଯୌବନ ସ୍ପର୍ଶ କଲାଣି। ମୋର ଯୌବନ ପୁନର୍ବାର ମୁଁ ହାସଲ କରିବାକୁ ଯାଉଛି। ଦେହର ରଙ୍ଗରେ କେଉଁ ଏକ ଦୀପ୍ତି, ଉଜ୍ଜଳମୟ ଦୀପ୍ତି ଆସ୍ତେ ଆସ୍ତେ ଝଲସି ଉଠୁଛି। ବାଃ, ମୋତେ ବହୁତ ଭଲ ଲାଗୁଛି। ଏ କି ଆନନ୍ଦ, ଏ କି ଅପୂର୍ବ ଅନୁଭବ, ଏ କି ଅପୂର୍ବ ଅନୁଭୂତି। ବୋଧହୁଏ ସେ ଭାବିଲେ ଯେଉଁ ଔଷଧ ମୁଁ ଆଣିଛି ଗୁରୁପାଦଙ୍କ ନିକଟରୁ, ସେ ଔଷଧର ପ୍ରଭାବ ବୋଧେ ମୋତେ ସ୍ପର୍ଶ କରିଛି। ତେଣୁ ସେହି ଔଷଧର ପ୍ରଭାବରେ ମୁଁ ଆସ୍ତେ ଆସ୍ତେ ଏ କୁଷ୍ଠ ବ୍ୟାଧିରୁ ମୁକ୍ତ ହେବାକୁ ବସିଛି। ଠିକ୍ ଅଛି। ଇତିମଧ୍ୟରେ 5-6 ମାସ ବିତି ଯାଇଛି। ଯେତେବେଳେ 7-8 ମାସ ହୋଇଛି, ରାସ୍ତାରେ ଆଗେଇ ଚାଲିଛନ୍ତି ରମାପାଦ, ଆହୁରି ତ 3-4 ମାସ ଅଛି ନା ରାସ୍ତା। ଦେଖି ସେ ଅନୁଭବ କଲେ ବର୍ତ୍ତମାନ ଯେ ମୋ ଦେହରେ ଆଉ ରୋଗର କୌଣସି ଚିହ୍ନ ବର୍ଣ୍ଣ ନାହିଁ। ମୋ ଦେହ ଆଉ କୁଣ୍ଡେଇ ହେଉନାହିଁ। ଦେହରେ ଅପୂର୍ବ ଜ୍ୟୋତି। ମୋ ମୁହଁ ଯେଉଁ ଶୀର୍ଣ୍ଣ ଜୀର୍ଣ୍ଣ ସେହି ଅବସ୍ଥା, ସେହି ଶରୀରରେ ବର୍ତ୍ତମାନ ନବଯୌବନର କାନ୍ତି। ଅପୂର୍ବ ଅନୁଭବ, ଅପୂର୍ବ ଅନୁଭୂତି, ଅପୂର୍ବ ଶିହରଣ, ମାଦକତା ତୋଳୁଛି ଏଇ ବସନ୍ତର ମଳୟ। ଠିକ୍ ଅଛି। ବର୍ତ୍ତମାନ ଯେମିତି ହେଲେ ତ ସେ ପୁଣି ପହଞ୍ଚିବାକୁ ପଡ଼ିବ ନା ଗୁରୁଙ୍କ ନିକଟରେ। ଗୁରୁଙ୍କର ସେ ଅନ୍ତିମ ଆଦେଶକୁ ସେ ପାଳନ କରିଛନ୍ତି ଏବଂ ତାଙ୍କର ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଜଣାଇବାକୁ ପଡ଼ିବ। ଠିକ୍ ଅଛି। ଆଉ ମାତ୍ର 10-15 ଦିନ ପରେ ସେ ଆସି ପହଞ୍ଚିବେ ଗୁରୁଙ୍କ ଆଶ୍ରମରେ। ସେ ଅନୁଭବ କରୁଛନ୍ତି ଯେ ନା, କେଉଁ ଅପୂର୍ବ ଯାଦୁକାରୀ ସ୍ପର୍ଶରେ ସେ ଆସ୍ତେ ଆସ୍ତେ ନବଯୌବନକୁ ଫେରି ପାଉଛନ୍ତି। ଯେଉଁ ଅପୂର୍ବ ଜ୍ୟୋତି ତାଙ୍କ ଦେହରେ ବର୍ତ୍ତମାନ ଖେଳି ଯାଉଛି, ଦେଖାଦେଉଛି, ତାହା କେଉଁ ଔଷଧର ପ୍ରଭାବରୁ ସେ କିନ୍ତୁ ବୁଝିପାରୁନାହାନ୍ତି। ପ୍ରତିଦିନ ସ୍ମରଣା କରୁଛନ୍ତି, ହେ ଗୁରୁଦେବ, ଜୀବନରେ ଯେତେବେଳେ ଶିକ୍ଷା ଲାଭ କରୁଥିଲି ଆପଣଙ୍କ ନିକଟରୁ ଚିକିତ୍ସା ବିଜ୍ଞାନ ଶିକ୍ଷା କରିବା ପରିବର୍ତ୍ତେ ମୁଁ କିଛି ଶିଖିପାରୁନଥିଲି। କାରଣ ମୁଁ ସମସ୍ତ ଜିନିଷକୁ ହେ ଅଜ୍ଞାନ କରୁଥିଲି। ଆପଣଙ୍କର ବାଣୀକୁ ମୁଁ ଅମାନ୍ୟ କରି ଅନେକ ଶାସ୍ତ୍ରକୁ ମୁଁ ଭୁଲି ଯାଇଛି। ତାକୁ ମୁଁ ହୃଦୟଙ୍ଗମ କରିନଥିଲି, କାରଣ ଆପଣଙ୍କର କଥାକୁ ମୁଁ ଶୁଣି ନଥିଲି। କିନ୍ତୁ ପ୍ରଭୁ ଏବେ ଅନୁଭବ କରୁଛି ପ୍ରକୃତିରେ ଗୁରୁବାକ୍ୟ ଅକାଟ୍ୟ। କିନ୍ତୁ ଆପଣ ମୋତେ କହିବେ ପ୍ରଭୁ, ମୁଁ ଏଇ ଯେଉଁ କୁଷ୍ଠ ବ୍ୟାଧିରୁ ମୁକ୍ତ ପାଇଲି ବା ମୁକ୍ତ ହେଲି, ତାହା ପ୍ରକୃତିରେ କ'ଣ ଗୁରୁପାଦଙ୍କର, ବନ୍ଧୁ ଗୁରୁପାଦଙ୍କର ଔଷଧର କରାମତି, ନା ଆପଣଙ୍କର ଆଶୀର୍ବାଦର ଫଳ? ମୋତେ ଏହାର ଗୂଢ଼ ତତ୍ତ୍ୱ ଆପଣ ବତାଇବେ। ବର୍ତ୍ତମାନ ପହଞ୍ଚିଗଲେ ଗୁରୁଙ୍କର ଆଶ୍ରମରେ। ରମାପାଦ ବର୍ତ୍ତମାନ ଗୁରୁଙ୍କ ଆଶ୍ରମରେ ପହଞ୍ଚିଗଲେ। ଗୁରୁ ବସିଛନ୍ତି। ଭୂମିଷ୍ଠ ପ୍ରଣାମ କଲେ ରମାପାଦ। ହେ ଗୁରୁଦେବ, ମୁଁ ଆପଣଙ୍କର ଆଜ୍ଞାକୁ ପାଳନ କରିଛି। ଯିବା ସମୟରେ ମୁଁ କେବେ ହେଲେ ମଧ୍ୟ କୌଣସି ଯାନବାହନରେ ବସିନଥିଲି। ତେନ୍ତୁଳି ଗଛ ମୂଳେ ଶୋଇଥିଲି। ଅନ୍ନ ସହ ତେନ୍ତୁଳି ପତ୍ରକୁ ସିଝାଇ ତାକୁ ଭକ୍ଷଣ କରିଥିଲି। କିନ୍ତୁ ବାଟରେ ମୋତେ ଅସାଧ୍ୟ କୁଷ୍ଠ ବ୍ୟାଧି ଆକ୍ରମଣ କରିଥିଲା ପ୍ରଭୁ। କିନ୍ତୁ ଏଇ ଦେଖନ୍ତୁ, ଏଇ କିଛି ମୋଦକ ବର୍ତ୍ତମାନ ବଳିଛି। ସେଇ ମୋଦକକୁ ମୁଁ ଖାଇ କୁଷ୍ଠ ବ୍ୟାଧିରୁ ରକ୍ଷା ପାଇଛି ପ୍ରଭୁ। ମୋର ଭୁଲ ହେଇଛି ପ୍ରଭୁ। ହେ ଗୁରୁଦେବ, ଆପଣଙ୍କଠାରୁ ଶିକ୍ଷା ଲାଭ କରିବା ସମୟରେ ଅନେକ ଶାସ୍ତ୍ରକୁ ମୁଁ ହେ ଅଜ୍ଞାନ କରି ଆପଣଙ୍କର କଥାକୁ ମୁଁ ମାନି ନ ମାନି ମୁଁ ଔଷଧ ଶାସ୍ତ୍ରକୁ ଠିକ୍ ରୂପେ କରାୟତ୍ତ କରିପାରି ନାହିଁ। ଯେଉଁ ଔଷଧରୁ ବର୍ତ୍ତମାନ ମୁଁ ମୁକ୍ତ ଲାଭ କଲି ରୋଗରୁ, ସେ ଔଷଧ କେବଳ ଜାଣିଛନ୍ତି ଗୁରୁପାଦ। ଆପଣ ମୋତେ ସେ ଔଷଧ ବତାଇ ଦିଅନ୍ତୁ। ମୁଁ ପ୍ରତ୍ୟେକ ଲୋକମାନଙ୍କର, କୁଷ୍ଠରୋଗୀମାନଙ୍କର ସେବାରେ ଆଜିଠାରୁ ନିଜକୁ ନିୟୋଜିତ କରିବି। ମୋ ଜୀବନକୁ ଧନ୍ୟ ମନେ କରିବି ଗୁରୁଦେବ। ସ୍ମିତ ହସିଲେ ଗୁରୁଦେବ, କହିଲେ ବତ୍ସ, ଏବେ ମଧ୍ୟ ତୁମେ ଅଜ୍ଞାନ ଅନ୍ଧକାର ମଧ୍ୟରେ ଏବେ ମଧ୍ୟ ତୁମେ ଅଛ।
ତୁମେ କ'ଣ ଜାଣିନା? ହଁ, ତୁମକୁ ମୁଁ ଶିକ୍ଷା ଆରମ୍ଭରୁ ହିଁ କହିଥିଲି ଯେ ତେନ୍ତୁଳି ଗଛ କୁଷ୍ଠ ରୋଗର ବାହକ ଅଟେ। ତେନ୍ତୁଳି ପତ୍ର, ତେନ୍ତୁଳି ଗଛର ପବନ, ତେନ୍ତୁଳି ତୁମେ ଯଦି ପ୍ରତିଦିନ ଖାଇବ ତୁମକୁ ନିଶ୍ଚିତ ଭାବରେ ଅମ୍ଳ ପିତ୍ତ, ଯାହାକି ବିଚର୍ଚିକା ପରି ଅସାଧ୍ୟ ରୋଗକୁ ନିମନ୍ତ୍ରଣ କରିବ। ତୁମେ ମୋ ଆଦେଶକୁ ଅକାଟ୍ୟ ମାନି ପ୍ରକୃତରେ ତୁମେ ଯିବା ମଧ୍ୟରେ 1.5 ବର୍ଷ କାଳ ତୁମେ ସେହି ତେନ୍ତୁଳି ଗଛ ମୂଳେ ଶୋଇଛ, ତେନ୍ତୁଳି ପତ୍ରକୁ ଭକ୍ଷଣ କରିଛ। ଆସ୍ତେ ଆସ୍ତେ କୁଷ୍ଠ ବ୍ୟାଧିରେ ତୁମେ ଆକ୍ରାନ୍ତ ହୋଇ ପହଞ୍ଚିଛ ଗୁରୁପାଦଙ୍କ ନିକଟରେ। କିନ୍ତୁ ଗୁରୁପାଦ ତୁମକୁ ଯେଉଁ ଔଷଧ ଦେଇଛନ୍ତି ତାହା ଔଷଧ ନୁହେଁ, ତାହା ତୁମକୁ ସେ ନିଶ୍ଚିତ ଭାବରେ କୌଣସି ଅଲଗା କୌଣସି ଔଷଧ ଦେଇଛନ୍ତି। ପ୍ରକୃତରେ ତୁମକୁ ଯେ ସେ କହିଛନ୍ତି ଲିମ୍ବ ଗଛ ମୂଳେ ଶୋଇବ, ଲିମ୍ବ ଗଛ ମୂଳେ ରାତ୍ରି ଯାପନ କରି ସେହି ପତ୍ର ସିଝାଇ ଖାଇବ। ହଁ ପ୍ରଭୁ, କିଏ? ରମାପାଦ ବର୍ତ୍ତମାନ କହିଲେ, ହଁ ପ୍ରଭୁ, ଏମିତି ମୋତେ ସେ ଆପଣଙ୍କୁ ଆଦେଶ ବୋଲି କହିଛନ୍ତି। ପୁଣି ସ୍ମିତ ହସିଲେ ଗୁରୁଦେବ। ନା 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 ନା, କାଳେ ତୁମେ ଏଇ କଥାକୁ ମାନିବ ନାହିଁ, ଲିମ୍ବ ପରି ପିତାକୁ ତୁମେ ଖାଇବ ନାହିଁ, ଏଥିପାଇଁ ସେ ମୋ ନାମରେ କହିଲେ ଯେ ଏହା ଗୁରୁଦେବଙ୍କର ଆଦେଶ ବୋଲି। ମୁଁ ତ ତାଙ୍କୁ ଦେଖି ନାହିଁ ଦୀର୍ଘ ବର୍ଷ ହେବ, ତେଣୁ ମୋ ନାମରେ ସେ କହିଛନ୍ତି ତୁମେ ଖାଇକି ଆସିଛ। ତୁମ ଦେହରେ ବିଚର୍ଚିକା, ଅମ୍ଳପିତ ବିଚର୍ଚିକା ବା ଅସାଧ୍ୟ କୁଷ୍ଠ ରୋଗକୁ ଦୂରେଇ ଦେଇଛି କେବଳ ସେ ଲିମ୍ବ ଗଛର ବାସ୍ନା, ଲିମ୍ବ ଗଛର ପବନ, ଲିମ୍ବ ଗଛ ପତ୍ରର ସେ ଯେଉଁ ଅପୂର୍ବ ଯାଦୁକାରୀ ସ୍ପର୍ଶ, ତାହା ତୁମ ଦେହରୁ ସମସ୍ତ ରୋଗକୁ ଦୂରୀଭୂତ କରିଦେଇଛି। ତେଣୁ ତୁମେ ଜାଣିପାରିଲ ତ ବତ୍ସ, ଜାଣିଲ ତ ଯେ ଲିମ୍ବ କେତେ ଉପକାରୀ। ଠିକ୍ ଅଛି, ତୁମେ ଯାଅ, ଏଇ ଯେଉଁ ଅନୁଭୂତିକୁ ତୁମେ ଅନୁଭବ କଲ, ସେଇ ଅନୁଭବକୁ ତୁମେ ପ୍ରତ୍ୟେକ ଲୋକଙ୍କ ନିକଟରେ ବାଣ୍ଟିବାକୁ ଚେଷ୍ଟା କର। ଶିକ୍ଷାକୁ, ଜ୍ଞାନକୁ ଯିଏ ବାଣ୍ଟେ ସେ ହେଉଛି ଭଗବାନ ସଦୃଶ ଜ୍ଞାନଦାତା। ତୁମେ ସେପରି ଆଜିଠାରୁ ଜ୍ଞାନଦାତା ହୋଇ ଅନେକ ଶିଷ୍ୟ ତିଆରି କର। ଭୂମିଷ୍ଠ ପ୍ରଣାମ ଜଣାଇ ରମାପାଦ ଫେରି ଆସିଲେ। ପିଲାମାନେ, ଏଇଠି ମୁଁ ଗଳ୍ପ ଶେଷରେ ଆପଣମାନଙ୍କୁ ପ୍ରଶ୍ନ ପଚାରିବି। ପିଲାମାନେ ଦେଖନ୍ତୁ, ରମାପାଦ ଗୁରୁପାଦ ଅଭିନ୍ନ, ଦୁହେଁ ଅଭିନ୍ନ ଥିଲେ, ମାନେ ଏତେ ଗୁରୁଙ୍କୁ ସ୍ନେହ କରୁଥିଲେ, ସମ୍ମାନ ଜଣାଉଥିଲେ, ସବୁ କରୁଥିଲେ। ତଥାପି ମୁଁ ଆପଣମାନଙ୍କୁ ଗଳ୍ପର ଆରମ୍ଭରେ କହିଥିଲି ଗୁରୁ ରମାପାଦ ଠିକ୍ ରୂପେ ଗୁରୁଙ୍କର ଉପଦେଶକୁ, ଶାସ୍ତ୍ରବାଣୀକୁ ଅଧ୍ୟୟନ କରୁନଥିଲେ ବା ଶୁଣୁନଥିଲେ। କିନ୍ତୁ ଗୁରୁପାଦ ଶୁଣୁଥିଲେ, ସେ ଜାଣିପାରିଥିଲେ ସମସ୍ତ ଶାସ୍ତ୍ର ନିଦାନ, ଏବଂ ସେ ଜାଣିପାରିଲେ ଯେତେବେଳେ ତେନ୍ତୁଳି ଗଛ ମୂଳେ ଶୋଇ ତେନ୍ତୁଳି ପତ୍ରକୁ ଖାଇ ଇଏ କୁଷ୍ଠ ବ୍ୟାଧିରେ ଆକ୍ରାନ୍ତ ହୋଇଛନ୍ତି, ଔଷଧ ବତାଇ ଦେଲେ ଯେ ତୁମେ ଏଇ କାମ କରିବ, ଲିମ୍ବ ଗଛ ମୂଳେ ଶୋଇବ। କିନ୍ତୁ ଏଠାରେ ଆଜିର ଏଇ ଯେଉଁ ଗୁରୁ ଦିବସ ଅବସରରେ ମୁଁ ଆପଣମାନଙ୍କୁ କହୁଛି ଯେ କାଳେ ପିତା ଖାଇବେ ନାହିଁ ରମାପାଦ, ତେଣୁ ସେ ଗୁରୁଙ୍କର ନାମ ନେଲେ, ଅର୍ଥାତ ଗୁରୁଙ୍କର କଥା ମାନିଛନ୍ତି ଏଠି ରମାପାଦ। ଯେ ଲିମ୍ବପତ୍ର ପ୍ରତିଦିନ ଖାଇ ଖାଇ ପାଟି ଯେତେ ରୁଚିହୀନ, ପାଟି ଯେତେ ତିକ୍ତ ହୋଇଯାଉ ପଛେ ଗୁରୁଙ୍କର ଆଦେଶ ହୋଇଛି, ମୁଁ ତେନ୍ତୁଳି ପତ୍ର ଯେମିତି ଶାନ୍ତିରେ ଖାଉଥିଲି ସେମିତି ବର୍ତ୍ତମାନ ମୁଁ ଖାଇବି ଏଇ ତିକ୍ତ ଲିମ୍ବ ପତ୍ରକୁ। ପ୍ରକୃତରେ ଗୁରୁଙ୍କର ଆଦେଶକୁ ସେ ମାନିଛନ୍ତି ଏବଂ ଅସାଧ୍ୟ କୁଷ୍ଠ ରୋଗରୁ ସେ ମୁକ୍ତ ହୋଇଛନ୍ତି ଏବଂ ଏହି ଅନୁଭୂତିକୁ ସେ ନିଜର କାମରେ ବ୍ୟକ୍ତିଗତ ଜୀବନରେ ଲଗାଇ ପରବର୍ତ୍ତୀ ପର୍ଯ୍ୟାୟରେ ସେ ଜଣେ ବିଶିଷ୍ଟ ଚିକିତ୍ସକରେ ପରିଣତ ହୋଇ ଆସ୍ତେ ଆସ୍ତେ ନାମ କରିଛନ୍ତି। ତେଣୁ ବନ୍ଧୁଗଣ ବା ପିଲାମାନେ, ମୋର କୁନି କୁନି ପିଲାମାନେ, ଏହା ଗପ ନୁହେଁ। ପିଲାବେଳେ ମୋ ବାପା ମୋତେ କୋଳରେ ବସାଇ ଏମିତି ଅନେକ ଗପ, ଗୁରୁବାଣୀ ଅକାଟ୍ୟ, ଗୁରୁବାକ୍ୟ ହେଉଛି ଦେବବାକ୍ୟ ବା ବେଦବାକ୍ୟ, ଏହା ସହ ସମାନ, ଏହାକୁ ଆମେ ମାନିବାକୁ ପଡ଼ିବ। ରମାପାଦ ଯଦି ଗୁରୁଙ୍କର ଆଦେଶକୁ ନ ମାନି ବାଟରେ ଯିବା ସମୟରେ ଯଦି ସେ ତେନ୍ତୁଳି ପତ୍ର ଖାଇନଥାନ୍ତେ, କୁଷ୍ଠ ରୋଗ ହୋଇନଥାନ୍ତା, କି କୁଷ୍ଠ ରୋଗ ନ ହୋଇଥିଲେ ସେ ଅନୁଭବ କରିପାରିନଥାନ୍ତେ ଯେ ଏହି ପତ୍ର ଖାଇବାରୁ ମୋତେ ରୋଗ
ବା ମୁଁ ଏଇ ରୋଗରେ ଏମିତି ବା ଏମିତି ଏକ ଅସାଧ୍ୟ ବ୍ୟାଧିରେ ମୁଁ ବ୍ୟାଧିଗ୍ରସ୍ତ ହୋଇଥିଲି, ଆକ୍ରାନ୍ତ ହୋଇଥିଲି। ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ଫେରିଛନ୍ତି। ଫେରିବା ରାସ୍ତାରେ ସେ ଗୁରୁଙ୍କର ଆଦେଶକୁ ମାନିଛନ୍ତି ଯେ ମୁଁ ଲିମ୍ବପତ୍ର ଯେତେ ତିକ୍ତ ହେଲେ ମଧ୍ୟ ମୋ ପାଟି ରୁଚିହୀନ ହୋଇଗଲେ, ଅସ୍ୱାଦକର ଯେତେ ହେଲେ ମଧ୍ୟ ମୁଁ ଆକୁ ଖାଇବାକୁ ପଡ଼ିବ ହିଁ ପଡ଼ିବ, କାରଣ ଗୁରୁଙ୍କର ଆଦେଶ। ପ୍ରକୃତ ତାକୁ ସେ କାର୍ଯ୍ୟ ଲଗାଇଛନ୍ତି, ଗୁରୁଙ୍କର ଆଦେଶକୁ ମାନିଛନ୍ତି ଏବଂ ସେ ଲିମ୍ବପତ୍ରକୁ ଖାଇ ସେ କୁଷ୍ଠରୋଗରୁ, ଅସାଧ୍ୟ ବ୍ୟାଧିରୁ ସେ ମୁକ୍ତ ହୋଇଛନ୍ତି। ପରବର୍ତ୍ତୀ ଜୀବନରେ ସେ ଅନୁଭବ କରିଛନ୍ତି ଯେ ଔଷଧ ଶାସ୍ତ୍ରର ଏକ ଅପୂର୍ବ ମହାତ୍ମ୍ୟ ହେଉଛି ଲିମ୍ବପତ୍ର। ଏହା ସର୍ବରୋଗ ମହୌଷଧି। ସେହି ସର୍ବରୋଗ ମହୌଷଧିକୁ ସେ କାର୍ଯ୍ୟରେ ବିନିଯୋଗ କରିଛନ୍ତି ଏବଂ ନିଜର ଦୀର୍ଘଦୀପ୍ତ ଜୀବନରେ ସେ ଝଲସି ଉଠିଛନ୍ତି, ଜଣେ ମହାନ ଗୁରୁରେ ପରିଣତ ହୋଇଛନ୍ତି ପିଲାମାନେ। ତେଣୁ ଆଜିର ଏହି ଗୁରୁ ଦିବସ, ଏ ଯେଉଁ ଅପୂର୍ବ ପରମ୍ପରା, ଆପଣମାନେ ସମସ୍ତେ ଅପୂର୍ବ ପରମ୍ପରାକୁ ଏମିତି ବଜାୟ ରଖନ୍ତୁ। କିନ୍ତୁ ପ୍ରତିଦିନ ଗୁରୁଙ୍କର ଆଦେଶକୁ ବା ବାଣୀକୁ ସାର୍ ଯାହା ପଢ଼ାଉଛନ୍ତି ତାକୁ ଅକ୍ଷରେ ଅକ୍ଷରେ ପାଳନ କର ପିଲାମାନେ। କେବେ ହେଲେ କୌଣସି ଗୁରୁ କେବେ ଚାହିଁବେ ନାହିଁ ଯେ ନା ମୋ ଛାତ୍ରର କିଛି ବା ଛାତ୍ରୀର କିଛି ଅନିଷ୍ଟ ହେଉ ବୋଲି। ଏମିତି ଏକ ପ୍ରଶ୍ନ ପଚାରୁଛି ପିଲାମାନେ, କୁହନ୍ତୁ, କମେଣ୍ଟ ସେକ୍ସନରେ ଜଣାଇବେ। ଏପରି ବ୍ୟକ୍ତି ଅଛନ୍ତି ପୃଥିବୀରେ କିଏ ଯେ କି କୌଣସି ଲୋକର ଉନ୍ନତିରେ ସେ ରାଗିଯାଆନ୍ତି ନାହିଁ ବା ପରଶ୍ରୀ କାତରତା ଭାବ ପ୍ରଦର୍ଶନ କରନ୍ତି ନାହିଁ? ସେ ଲୋକ ହେଉଛନ୍ତି କେବଳ ଗୁରୁ। ଗୁରୁ ଯଦି ଦେଖିଲା ନିଜର ଛାତ୍ର କିମ୍ବା ଛାତ୍ରୀ ଆସ୍ତେ ଆସ୍ତେ ଉନ୍ନତିର ଚରମ ସୀମାରେ ପହଞ୍ଚନ୍ତି, ସେ ଏତେ ଖୁସି ହୋଇଯିବେ ଯେ ତାଙ୍କ ନିକଟରେ କୌଣସି ଅହଙ୍କାର, ପରଶ୍ରୀ କାତରତା ଭାବ ଦେଖାଯିବ ନାହିଁ। ସେ ଖୁସି ହେବେ ଯେ ମୋର ଛାତ୍ର ମୋ ଠାରୁ ଆହୁରି ଆଗେଇ ଯାଇଛି, ଏହା କେବଳ ମୋ ଯୋଗୁଁ ହିଁ ସମ୍ଭବ ହୋଇପାରିଛି। ତେଣୁ ସେଇଭଳି ଗୁରୁ, ଗୋକାରଶ୍ଚ ଅନ୍ଧାରସ୍ତୁ ରୁକାରଶ୍ଚ ସ୍ତନିବର୍ତ୍ତକ ଅନ୍ଧକାର ନିବୃତ୍ତାତ୍ୱ ଗୁରୁତ୍ୱ ଭିଡ଼ିଓତେ। ଗୁ ହେଉଛି ଅନ୍ଧକାର, ରୁ ହେଉଛି ଆଲୋକ। ଏଇ ଯେଉଁ ଆଲୋକର ପଥକୁ ଆମକୁ ଯିଏ ଅଜ୍ଞାନ ମଧ୍ୟରୁ ଆମକୁ ଯିଏ ଜ୍ଞାନ ରୂପକ ସହାୟକା ମାନେ ବାଡ଼ି ଧରେଇ ଦେଇ ଆସ୍ତେ ଆସ୍ତେ ଗାଇଡ଼ ଭଳି ଆମକୁ ଆଗେଇ ଆଗେଇ ନିଅନ୍ତି, ସେଇ ଗୁରୁଙ୍କ ନିକଟରେ ଆମେ ନିଜର ମଥାକୁ ଅବନତ କରି ତାଙ୍କର ପ୍ରତ୍ୟେକ ବାଣୀକୁ ଅକ୍ଷରେ ଅକ୍ଷରେ ଗୁରୁପାଦ ରମାପାଦଙ୍କ ପରି ପାଳନ ଯଦି କରିବା, ଜୀବନରେ ନିଶ୍ଚିତ ଭାବରେ ଆମେ ଦିନେ ବଡ଼ ହେବା ହିଁ ହେବା। ପିଲାମାନେ ଆଜିର ବକ୍ତବ୍ୟ ଏତିକି। ପିଲାମାନେ ଗପଟି ଆପଣମାନଙ୍କୁ କେମିତି ଲାଗିଲା ମୋତେ ଜଣାଇବ କମେଣ୍ଟ ସେକ୍ସନରେ। ପିଲାମାନେ ରହିଲି। ଆହୁରି ଏକ ସୁନ୍ଦର ଭିଡ଼ିଓ ଗୋଟେ ଗପଟିଏ ଏଇ ଗୁରୁ ଦିବସ ଅବସରରେ ମୁଁ କହିଛି ପିଲାମାନେ, ତାକୁ ଶୁଣିବ ହିଁ ଶୁଣିବ। ତାକୁ ଶୁଣିଲା ପରେ କମେଣ୍ଟ ସେକ୍ସନରେ ମୋତେ ଜଣାଇବ କେମିତି ଲାଗିଲା। ଯଦି ଭଲ ଲାଗିଲା ବୋଲି ଯଦି କହିବ, ଏମିତି ଅନେକ ଗପ ଅଛି, ମୁଁ ସେ ଗପକୁ ସବୁ ଅପଲୋଡ଼ କରିବି। ରହିଲି ପିଲାମାନେ, ନମସ୍କାର।